ଆରେ ଦେଖ କେଡ଼େ ବଡ଼ ବଡ଼ ଦାନ୍ତ ହେଇଛି। ଦାନ୍ତ ଦେଖି ତ ପାଗଳ। ଆଉ ତା ଭିତରେ ବୋପା ମା ଲୋ, ଏମିତି ହେଇଛି ମୁଁ ଦେଖିଲି ଫାଷ୍ଟ ଟାଇମ୍ ଆଜି ଲୋ ବୋପା ମା। ତ ସାଙ୍ଗମାନେ ଦେଖ କେଡ଼େ ବଡ଼ ମାଛ। ମୁଁ ଜୀବନରେ ଆଜି ଫାଷ୍ଟ ଟାଇମ୍ ଦେଖିଲି। ଭାଇ ବି ଆମର ମାଛ ଆଜି ଫାଷ୍ଟ ଟାଇମ୍ ଦେଖିଲା। ଏଇ ମାଛର ନାଁ କ'ଣ ଜାଣିଛନ୍ତି? ତ ଆପଣ ତ ଜାଣିନଥିବେ ଏଇଟା କି ମାଛ, କ'ଣ ଏଇଟା କେଉଁ ମାଛ ଜାଣିନାହାନ୍ତି। ସେଥିପାଇଁ ଚାଲନ୍ତୁ ଆପଣ ମୋର ଏହି ଫୁଲ୍ ବ୍ଲଗ୍ ଭିଡ଼ିଓକୁ ଦେଖନ୍ତୁ, ତାପରେ ଜାଣିବେ। ନମସ୍କାର ସାଙ୍ଗମାନେ, କ'ଣ ଆପଣ ଜାଣିଛନ୍ତି ମୁଁ ହେଉଛି ଆପଣଙ୍କର ଅତି ପ୍ରିୟ ଅଲ୍ଟ୍ରା ବ୍ଲଗ୍ ଷ୍ଟାର ବିଶାଲ, ଯିଏକି ୟୁଟ୍ୟୁବ୍ର ଛୋଟ କ୍ରିଏଟର୍ ଗୋଟେ। ତ ଆଜିର ସକାଳଟା ଟିକେ ଅଲଗା, କାହିଁକି ନା ବାତ୍ୟା ହେଇଥିବା, ବର୍ଷା ବାତ୍ୟା ହେଇଥିବା କାରଣରୁ ମହାନଦୀ କୂଳରେ ଥିବା ଆମର ମାଛ ଧରାଳି ଭାଇମାନେ ମାଛ ମାରିଥିଲେ, ଆମ ଗାଁକୁ ବିକ୍ରି ପାଇଁ ଆଣିଥିଲେ। ତ ମୁଁ ପଳେଇ ଆସିଥିଲି ମାଛ କିଣିବା ପାଇଁ, ଦେଖିବା କି ଭଲ ମାଛ ଅଛି। ଆପଣ ତ ଆମ ରାସ୍ତାର ସୌନ୍ଦର୍ଯ୍ୟ ଦେଖିପାରୁଥିବେ, ଟାପ ଟାପ ହେଇ ପାଣି ରହିଛି। ତ ଚାଲ ଆମେ ରାସ୍ତାର କିଛି କାମ ନୁହଁ, ଏବେ ଆମେ ମାଛ ପାଖକୁ ଆସିଗଲୁଣି। ଦେଖିପାରୁଥିବେ ବଡ଼ ବେଗରେ ବଡ଼ ମାଛ ଅଛି। ବାହାରକୁ ବାହାର କରାହେଇଛି 3ଟି ମାଛ। ସେହି 3ଟି ମାଛ ଅଛି ସମସ୍ତଙ୍କଠୁ ବଡ଼ ବଡ଼ ମାଛ। ଆଉ ଆମ ଗାଁକୁ ଏଇ ମାଛଟି ପ୍ରଥମ ଥର ଆସିଛି। ମୁଁ ଆପଣଙ୍କୁ ଭିତରର ଭିଉ ଦେଖେଇ ଦେଉଛି, କେମିତି ଭିତରର ଭିଉ ଥିଲା ଦେଖିଲେ ଆପଣ। ତ ଏଇଟା ହେଉଛି ସାଙ୍ଗମାନେ କ'ଣ କି ମାଛ ଆପଣ ଜାଣିଛନ୍ତି କି? ଏଇଟା ହେଉଛି ଆମର ବୁଦ ମାଛ। ଆଉ ଆପଣଙ୍କ ସେପଟେ କ'ଣ କୁହନ୍ତି ମୁଁ ତ କିଛି ଜାଣିନି। ତ ଏବେ ଆମର ଲୋକମାନେ ସବୁ ଓଜନ କରିବାରେ ଲାଗିଗଲେ। ତ ଚାଲ ଓଜନ କରିବା ସମୟରେ ମୁଁ ଆପଣଙ୍କୁ ଗୋଟିଏ କବିତା ଶୁଣାଉଛି। ଗାଁ ରାସ୍ତାରେ ସରଳ ହସ, ମାଛର ସୁଗନ୍ଧେ ହୋଇଲା ଦିନଟି ଖାସ। ପରିଶ୍ରମର ମୂଲ୍ୟ ସବୁଠାରୁ ବଡ଼, ସରଳ ଜୀବନ ହିଁ ସବୁଠାରୁ ମିଠା ଘର। ତ ସାଙ୍ଗମାନେ ଏଇ ମୋର କବିତାଟି ଭଲ ଲାଗିଥିଲେ ଲାଇକ୍ ଗୋଟେ କରିଦେବେ। ଆଉ ଭିଡ଼ିଓ ଦେଖୁଛ ଯଦି ସବସ୍କ୍ରାଇବ୍ କରିଦେବେ। ତ ଆପଣଙ୍କୁ ମୁଁ ତ ଏଇ ମାଛର ନାଁ କହିଦେଲି, ଆପଣ ଜାଣିଥିଲେ ନା ନାଇଁ କମେଣ୍ଟ ମାଧ୍ୟମରେ ଟିକେ ମତାମତ ଜଣେଇବେ। ତାପରେ ମାଛ ଓଜନ ହେଇନଥିଲା ଭଲରେ, ସେଥିପାଇଁ ମାଛକୁ ଆଉ ଥରେ ଓଜନ କରିବାରେ ମାଛ ବିକ୍ରାଳି ଭାଇ ଲାଗି ପଡ଼ିଛନ୍ତି। ଏପଟେ ଆମର ଭେଣେଇ ବି ଲାଗି ପଡ଼ିଛନ୍ତି ମାଛ ଓଜନ ଟେକାଟୁକି କରିବାରେ। ତ ଭେଣେଇ ଆମର କହିଲେ କି ନା ଠିକ୍ ହେଇଯିବ, ଏଇ ମାଛ ଟିକେ ବଞ୍ଚିଛି ସେଥିପାଇଁ ଠିକ୍ ହେଇଯିବ, କିଛି ହେବ ନାହିଁ। କହିଲେ କି 9-10 କିଲୋ ଆସିଯିବ ବୋଲି କହିଲେ। ମୁଁ ବି ବିଶ୍ୱାସ କରିପାରୁନଥିଲି ଏଡ଼େ ବଡ଼ ମାଛ ଏତେ କିଲୋ ଆସିବ ବୋଲି। ତ ଯେତେବେଳେ ଦେଖିଲି ସମସ୍ତ ମାଛ ତାପରେ ଓଜନ କଲେ, ମୁଁ ବି ସେଇଠି ପ୍ରେଜେଣ୍ଟ ଥିଲି। ସମସ୍ତ ମାଛ ଓଜନ କଲେ, ଯିଏ ଯେଉଁ ମାଛ ନେବ ସେଇ ମାଛ ଓଜନ କରିଲା। ତାପରେ ଭାଇ ଆମର ଆସିଲେ, ମୁଁ ଟିକେ ମାଛକୁ ଉଠେଇବି, 10 କେଜିର ମାଛ ଉଠେଇବି, ମୋତେ ଟିକେ ଭିଡ଼ିଓ ବନାଇ ଦେ କହିଲେ। ମୁଁ କିଛି ନୁହଁ ଭାବି ଠିକ୍ ଅଛି ଭାଇ, ମୁଁ ତୁମର ଭିଡ଼ିଓ ବନେଇ ଦେଉଛି ବୋଲି, ଆଉ ଟିକେ ଉପରକୁ ଟେକ ବୋଲି, ଭିଡ଼ିଓ ବନଉଛି ଭଲରେ, ଆଉ ଟିକେ ଟେକ ବୋଲି କହିଲି। ଭାଇ ଆମର ଟେକି ଦେଲେ ଆଉ ଟିକେ ଉପରକୁ। ନା ଏମିତି ଭଲ ଦେଖାଯାଉନି। ମୁଁ କହିଲି ମାଛ ନାଙ୍ଗୁଡ଼କୁ ତଳକୁ ଟିକେ କର, ମୁଣ୍ଡକୁ ଉପରକୁ କର କହିଲା ବେଳକୁ ଭାଇ ଉପରକୁ କରି ମୁଣ୍ଡକୁ ଟେକିଛନ୍ତି। ଦେଖିପାରୁଥିବେ ସାଙ୍ଗମାନେ କେଡ଼େ ବଡ଼ ମାଛ। ମୁଁ ତ ଏଡ଼େ ବଡ଼ ମାଛ ଦେଖିନଥିଲି। ଭାଇକୁ ପଚାରିଲା ବେଳକୁ କହୁଛନ୍ତି ଭାଇ ଆଜି କଷା ନୁହଁ, ଆଜି ଖାଲି ଝୋଳ ହେବ, ଝୋଳରେ ମୁଁ ଆଜି ଖାଇବି ଭାତ। ତ ତାପରେ ସାଙ୍ଗମାନେ ଏଇଟାକୁ ଆମର କୁହାଯାଏ ବୁଦ ମାଛ, ଯେଉଁଟାକି ଦେଖିପାରୁଥିବେ ଏରୋପ୍ଲେନ୍ ଟାଇପ୍ର ହେଇଛି ସେଇ ମାଛଟି। ତ ତା ମୁଣ୍ଡଟା ଏତେ ଟାଣ ଯେ ମୁଁ ଟଚ୍ କରି ଦେଖିଲି, ବହୁତ ଟାଣ ଅଛି। ତ ଏବେ ଆମର କଟାକୁଟି ଆରମ୍ଭ ହେଇଗଲାଣି। ତ ମାଛକୁ ଏବେ କଟାକୁଟି ହେବ। କିଛି ସମୟ ପରେ ମାଛକୁ ପୁରା କାଟି ବାଛି ଖିସ୍ ଠାସ୍ କରି ସବୁ ସାରିଦେବେ। ଦେଖିପାରୁଥିବେ ଏବେ 2 ଜଣ କାଟୁଛନ୍ତି, କାହିଁକି ନା ଯଦି ଛିଟକିଆ ପଡ଼ିବ ତ ଭାରି ଅସୁବିଧା ହେଇଯିବ। ଦେଖିପାରୁଥିବେ
ତାକୁ କେମିତି କାଟା ହେଉଛି ଆପଣଙ୍କ ଆଗରେ ତ କାଟା ହେଉଛି, ଆପଣଙ୍କୁ ସବୁ କିଛି ଦେଖାଯାଉଛି, ଦେଖିପାରୁଥିବେ କେମିତି କ'ଣ କାଟା ହେଉଛି। ଦେଖନ୍ତୁ ସାଙ୍ଗମାନେ, କେଡ଼େ ବଡ଼ ମାଛ ଆଉ କେମିତି କେତେ ଜଣ ଧରି କାଟୁଛନ୍ତି ଦେଖିପାରୁଥିବେ ଆପଣ। କାଟିବା ସମୟରେ ବି ଦେଖିପାରୁଥିବେ ଭୟ ଲାଗୁଛି କାଟିବା ପାଇଁ, ତ ଭୟ ନକରି ସେମାନେ ବି 2 ଜଣ କାଟୁଛନ୍ତି, କାଟିବାରେ ଲାଗି ପଡ଼ିଛନ୍ତି। ନ କାଟିଲେ ତ ଏତେ ଜଣ ମାଛ ନେବେ, ମାଛ ନ କାଟିଲେ ତ ଏତେ ଜଣ ମାଛ ନେବେ, କେମିତି ନେବେ? ସେଥିପାଇଁ ତାଙ୍କର ଅନୁସାରେ ସେମାନେ ମାଛ କାଟିବାରେ ଲାଗି ପଡ଼ିଛନ୍ତି। ତ ଚାଲ ଏମାନେ ତ ଏବେ ମାଛ କାଟିବେ, ତା ପୂର୍ବରୁ ଆପଣ ଆମ ଚ୍ୟାନେଲରେ ଯଦି ନୂଆ ଆସିଛନ୍ତି ଲାଇକ୍ ସେୟାର ସବସ୍କ୍ରାଇବ୍ କରିଦେବେ ଆମ ଚ୍ୟାନେଲକୁ। ତାପରେ ଏପଟେ ଆମର ଦାସେ ଆସିଲେ ଖୁଟା ଗୋଟେ ନେଇ, ଖୁଟାରେ ଏବେ ତା ପକ୍ଷୀ କ'ଣ କ'ଣ କାଟିବେ। ପକ୍ଷୀ ଏବେ ସାଙ୍ଗମାନେ ଦେଖିପାରୁଥିବେ, ଏବେ ପକ୍ଷୀ କାଟିଲେ ତାର ଯେଉଁ ପକ୍ଷୀ ନୁହଁ ତ ସେଇ ପକ୍ଷୀ ଏକା ପକ୍ଷୀ କାଟିଲେ। ତାପରେ ସବୁ ଏମିତି ତାକୁ ମାନେ ଟିକନିକ୍ କରି କାଟା ହେବ ପକ୍ଷୀ କାଟିଲେ। ତାପରେ ଚାଲ ଆପଣଙ୍କୁ କ'ଣ କ'ଣ ଆଉ କାଟୁଛନ୍ତି ମୁଁ ଆପଣଙ୍କୁ ଦେଖାଉଛି, କ'ଣ କ'ଣ କେମିତି କାଟୁଛନ୍ତି। ବଡ଼ ମାଛ, ଏତେ ବଡ଼ ମାଛ ମୁଁ ତ କେବେ ଦେଖିନଥିଲି, ଆଉ ଆପଣ ବି ଦେଖିନଥିବେ ଏମିତି ବୁଦ ମାଛ। ଆଉ ଚାଲ କେମିତି କ'ଣ କାଟୁଛନ୍ତି ମୁଁ ଆପଣଙ୍କୁ ବି ଦେଖାଉଛି। ଦେଖିପାରୁଥିବେ ଏବେ ତାର ସେଇ ନିଶକୁ କାଟିଲେ, ନିଶ ଯେଉଁ ଥାଏ ନିଶକୁ ବି କାଟିଲେ। ତାପରେ କିଛି ସମୟ କାଟିବା ପରେ ତାପରେ ସବୁ କିଛି କାଟି ସେ ଦେଇଥିଲେ, ଖାଲି ମୁଣ୍ଡଟାକୁ ରଖିଦେଇଥିଲେ। ମୁଣ୍ଡଟାକୁ କାଟି ନ ପାରିଥିଲେ, ସେଥିପାଇଁ ଖୁଟା ଉପରେ ରଖିଦେଇଥିଲେ ମୋ ଭେଣେଇ। ତ ଭେଣେଇ ସେପଟେ ପଳେଇଥିଲେ, ହାଣି ପାରିଲେ ନାହିଁ, ସେଥିପାଇଁ ପଳେଇଲେ। ଏବେ ଦାସକୁ ଛାଡ଼ିଦେଲେ ହାଣିବା ପାଇଁ। ଦାସେ ତାଙ୍କର ଯେମିତି କାଠକୁ ହାଣନ୍ତି ସେମିତି ସେଇ ମୁଣ୍ଡକୁ ହାଣିଦେଲେ। ମୁଣ୍ଡକୁ ହାଣି ସଫା କରି ତାପରେ ଓଜନ କଲେ, 1 କିଲୋ ଲେଖାଏଁ ଓଜନ କଲେ। ତ ଓଜନ କରିସାରିବା ପରେ ମୁଁ ପୁଣି ପଳେଇ ଆସିଥିଲି ଦାଣ୍ଡ ପଟକୁ ଆସିବା ପରେ କିଛି ଭାଗ ଏମିତି ପକାଇଥିଲେ, ତ ଭାଗ ନେବା ପାଇଁ ମୁଁ ବସି ପଡ଼ିଥିଲି। ତ ସେଇଠି ଭାଗ ଟିକେ ଗଡ଼ବଡ଼ ଥିଲା, ସେଥିପାଇଁ କେହି ଭାଗ ଉଠେଇଲେ ନାହିଁ। ତ ପଛରେ ଭାଇ ଆସି କହୁଛି, ମୁଁ ଛାଡ଼ ମୋତେ, ମୁଁ ଉଠେଇଦେବି 2 ଭାଗ। ତ ମୁଁ ସେଥିପାଇଁ 1 ଭାଗ ଉଠେଇ ଆଣିଲି। ଦେଖିପାରୁଥିବେ 1 ଭାଗ ଉଠେଇ ଆଣିଲି। ତ ଏତିକିରେ ଆମ ଏଇ ଭିଡ଼ିଓଟି ଶେଷ କରୁଛୁ। ତ ଯଦି ଏଇ ଭିଡ଼ିଓଟି ଭଲ ଲାଗିଲା ଆପଣଙ୍କୁ